ଆପଣ ଜାଣନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ବଡ଼ ଦେଉଳକୁ ଯିବା ମନା କାହିଁକି? ଏ କାହାଣୀ ହେଉଛି ନୀଳାଦ୍ରି ବିଜେ ସମୟର। ଯେବେ ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ନେଇ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି, ସେତେବେଳେ ଚାରିଆଡେ ଭକ୍ତିର ମାହୋଲ ଖେଳି ଯାଇଥାଏ। ହେଲେ ମା ମହାଲକ୍ଷ୍ମୀ ଲାଗିଥାନ୍ତି। ମହାପ୍ରଭୁ ପଳେଇଲେ ନ କହି ନ ଜଣାଇ ସେ ଅପେକ୍ଷା କରି ବସିଥାନ୍ତି କେବେ ମହାପ୍ରଭୁ ଫେରିବେ। ଆଉ ଯେବେ 9 ଦିନ ପରେ ପ୍ରଭୁ ଫେରି ଆସନ୍ତି, ତେବେ ମା ମହାଲକ୍ଷ୍ମୀ ଏମିତି କିଛି କରିଥିଲେ ଯାହାକି କେହି କେବେ ଭାବି ହିଁ ନଥିଲେ। ମନ୍ଦିରର ଦ୍ୱାର ବନ୍ଦ କରିଦେଲେ, ଆଉ ମହାପ୍ରଭୁଙ୍କୁ ଭିତରକୁ ଆସିବାକୁ ଦେଲେ ହିଁ ନାହିଁ। ହେଲେ ମହାପ୍ରଭୁ କଣ କଲେ? ସାଙ୍ଗରେ ଆଣିଥିଲେ ଗୋଟେ ମିଠା ରସରେ ବୁଡ଼ିଥିବା ପ୍ରେମରେ ଭରପୁର ରସଗୋଲା। ଏ ରସଗୋଲା ଥିଲା ମହାପ୍ରଭୁଙ୍କର ପ୍ରେମର ପ୍ରତୀକ। ଆଉ ୟାର ମିଠାପଣ ମା ଲକ୍ଷ୍ମୀଙ୍କର ରାଗକୁ ଶାନ୍ତ କରିଦେଲା। ଆଉ ଏ ରଥଯାତ୍ରାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ପାଲଟିଗଲା। ଯେଉଁମାନେ କହୁଛନ୍ତି କି ରସଗୋଲା ତାଙ୍କର, ତାଙ୍କୁ କହିଦିଅ ଓଡ଼ିଶାର କାହିଁ କେତେ ବର୍ଷ ପୂର୍ବରୁ ଏ ଲୀଳା ଚାଲି ଆସୁଛି। ଆଉ ଏ ଲୀଳାର ଉଲ୍ଲେଖ ପ୍ରଥମ ଥର 1500 ଶତାବ୍ଦୀରେ ବଳରାମ ଦାସଙ୍କ ରଚିତ ଜଗମୋହନ ରାମାୟଣରେ ଲକ୍ଷ୍ମୀ ନାରାୟଣ ସମ୍ବନ୍ଧରେ ଉଲ୍ଲେଖ ଅଛି। ରସଗୋଲା ଖାଲି ମିଠା ନୁହେଁ, ଇଏ ଏକ ଭାବନା। ରଥଯାତ୍ରା କେବଳ ଏକ ଯାତ୍ରା ନୁହେଁ, ଇଏ ଏକ ପ୍ରେରଣା। ସମ୍ପର୍କ ଅହଙ୍କାର ନୁହେଁ, ଶାନ୍ତ ମନରେ ସମାଧାନ କରିଥାଏ। ଆଉ ଯଦି ଭଗବାନ ନତମସ୍ତକ ହେଉଛନ୍ତି, ତ ମଣିଷକୁ କେଉଁ କଥାକୁ ନେଇ ଏତେ ଗର୍ବ ଅହଙ୍କାର? ଜୟ ଜଗନ୍ନାଥ। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓଟିକୁ ସେୟାର କରନ୍ତୁ, କମେଣ୍ଟରେ ଜୟ ଜଗନ୍ନାଥ।